ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ଆଗରୁ କରିନିଅନ୍ତୁ ଏହି କାମ, ନହେଲେ ମିଳିବନି ସୁଭଦ୍ରା ଟଙ୍କା। ସୁଭଦ୍ରା ପୋର୍ଟାଲରେ ନୂଆ ବ୍ୟବସ୍ଥା, ଓଟିପି ଇନ୍ କରିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାକୁ ନେଇ ପୁଣି ଏକ ବଡ଼ ଅପଡେଟ୍। ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୋର୍ଟାଲରେ ନୂଆ ବ୍ୟବସ୍ଥାକୁ ନେଇ ଆସିଲା ସମ୍ପୂର୍ଣ୍ଣ ଅପଡେଟ୍। ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ଆଗରୁ ପୋର୍ଟାଲ ସମ୍ବନ୍ଧିତ ଏକ ବଡ଼ ଅପଡେଟ୍ ଦେଇଛନ୍ତି ସରକାର। ହିତାଧିକାରୀ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ପୋର୍ଟାଲ ଖୋଲାଯାଇଥିଲା। ଏଥିରେ ହିତାଧିକାରୀମାନେ ଆଧାର ନମ୍ବର ପ୍ରବେଶ କରି ନିଜର ସୂଚନା ପାଇପାରୁଥିଲେ। ଏପରିକି ଏଥିରେ ଅଭିଯୋଗ ପାଇଁ ମଧ୍ୟ ବ୍ୟବସ୍ଥା ଥିଲା। ବର୍ତ୍ତମାନ ଏଥିରେ ଆଉ ଏକ ସୁବିଧା ଯୋଡ଼ାଯାଇଛି। ଉପମୁଖ୍ୟମନ୍ତ୍ରୀ ଏନେଇ ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି। ପ୍ରଭାତୀଙ୍କ ସୂଚନା ଅନୁସାରେ ଅପଡେଟ୍ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ ସୁଭଦ୍ରାରୁ ଓପିଟି ଆଉଟ୍ ହୋଇଯାଇଥିଲେ। ଏହି ସମ୍ପର୍କରେ ଅନେକ ଗୁଡ଼ିଏ ଅଭିଯୋଗ ଆସିବା ଥିଲା, ଯାହା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି। ଭୁଲରେ ଓପିଟି ଆଉଟ୍ ହୋଇଯାଇଥିବା ସୁଭଦ୍ରା ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି। ଏବେ ପୋର୍ଟାଲରେ ହୋଇଛି ଗୋଟେ ନୂଆ ଓପିଟି ଇନ୍ ବ୍ୟବସ୍ଥା। ଯେଉଁମାନେ ଓପିଟି ଇନ୍ କରିବାକୁ ଚାହୁଁଛନ୍ତି ସେମାନେ ପୋର୍ଟାଲରେ ଲଗ୍ଇନ୍ କରି ଓପିଟି ଇନ୍ କରିପାରିବେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ସୁନିଶ୍ଚିତ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ସୁଭଦ୍ରା ଯୋଜନାର ଗ୍ରାଣ୍ଡ ଲଞ୍ଚ ଆଗରୁ କିଛି ହିତାଧିକାରୀ ଏଥିରେ ଆପ୍ଲାଏ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ପାଇପାରିନାହାନ୍ତି। ଅଧେକଙ୍କର ନାମ ତାଲିକାରୁ ହଟାଯାଇଥିଲା। ମାତ୍ର ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ଆଗରୁ ଏହି ନୂଆ ବ୍ୟବସ୍ଥା କରାଯାଇଛି, ଯାହା ଦ୍ୱାରା ହିତାଧିକାରୀଙ୍କ ପୁଣି ଥରେ ନିଜ ନାମ ପୋର୍ଟାଲରେ ଲଗ୍ଇନ୍ କରିପାରିବେ। ଜାନୁଆରୀ 15 ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ନେଇ ପୂର୍ବରୁ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଯେଉଁମାନେ ଜମି ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତାହା ଉପରେ ଯାଞ୍ଚ ଚାଲିଛି। ଚେକିଂ ସାରିବା ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।